ଗୋଟେ ବଡ଼ ପ୍ରସଙ୍ଗ ହେଉଛି ଯେ କଂଗ୍ରେସ ଗୋଟେ ବଡ଼ ଅଭିଯୋଗ କରୁଛି ଯେ ବିଜୁ ଜନତା ଦଳର ସୁଜାତାଙ୍କର ଏଣ୍ଟ୍ରି ଭାରତୀୟ ଜନତା ପାର୍ଟିର ବର୍ତ୍ତମାନର ସ୍ଥିତି ଯଦି କହିବା ତାହେଲେ କଂଗ୍ରେସକୁ ଫାଇଦା ଦେବ, ଏଇଟା କଂଗ୍ରେସ ଆଗକୁ ବଢ଼ିବ ଆଗାମୀ ସମୟରେ ବୋଲି ଭକ୍ତ ଦାସ କହୁଛନ୍ତି। ଏଇଟା ତାଙ୍କର ସ୍ୱପ୍ନ ଦେଖିବାକୁ କାହାକୁ ମନା କରାଯାଇ ନପାରେ। ତାଙ୍କର ଯେଉଁ ଦୁଇଟା ରାଲି କରିଥିଲେ ଏବେ ଭୁବନେଶ୍ୱର ଏବଂ ସମ୍ବଲପୁରରେ, ସେ ର୍ୟାଲିରୁ ତାଙ୍କର କେତେ ଶକ୍ତି ଅଛି, କେତେ ସାମର୍ଥ୍ୟ ଅଛି ଏବଂ ଭବିଷ୍ୟତର ତାଙ୍କର ପାର୍ଟି କେତେ ଗ୍ରହଣୀୟ ହେବ ତାହା ପ୍ରମାଣିତ ହୋଇଯାଇଛି। ତ ସେମାନେ ଯେମିତି ବେଲ ପାଚିଲେ କାଉର କିଛି ଲାଭ ନାହିଁ, କେଉଁ ଜାଗାରେ କ'ଣ ହେଲେ ବି କଂଗ୍ରେସର କିଛି ଲାଭ ନାହିଁ। କଂଗ୍ରେସକୁ ଓଡ଼ିଶାବାସୀ ଗ୍ରହଣ କରିବାର ସ୍ଥିତିରେ ନାହାନ୍ତି। ଏକ ଦୁଇରେ ଯେଉଁ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଆଇଲେ, ୟା ଦ୍ୱାରା ସେମାନେ ଖୁସି ହେଉଥାଇପାରନ୍ତି। ମୁଁ କୌଣସି ତାଙ୍କର ରାଜନୈତିକ ସେ MP ଥିଲେ ନା MLA ଥିଲେ ନା ରାଜନୈତିକ ଯୋଗ୍ୟତା ନା ଦକ୍ଷତା କ'ଣ ଅଛି ତାଙ୍କର ଯେ ସେ ବହୁତ ଭଲ ଫଳାଫଳ କରିବେ। ଓଡ଼ିଶାର 30ଟା ଜିଲ୍ଲାର ନାଁ ଧରିପାରିବେନି। ତ ଏସବୁ କଥା ଗୁଡ଼ାକ କେବଳ ଗୋଟେ ପ୍ରହଳିକା ଖାଲି ସୃଷ୍ଟି କରୁଛନ୍ତି, ଏଥିରେ କିଛି ଲାଭ ନାହିଁ। ଆଉ ରହିଲା ବିଜେପିର କଥା, ବିଜେପିରେ ଆମେ ଯେଉଁ ଜିନିଷ କହିଥିଲୁ ତା ଗୋଟେ ପରେ ଗୋଟେ ଆମେ କରିଯାଉଛୁ ଏବଂ ଆମେ 5 ବର୍ଷ ପରେ ଆମେ ଯେଉଁ ନିର୍ବାଚନ ଇସ୍ତାହାର ଦେଇଥିଲୁ ସେ ନିର୍ବାଚନ ଇସ୍ତାହାରକୁ ଆମେ ପୁରାପୁରି କାର୍ଯ୍ୟକାରୀ କରିବୁ। ସେମାନେ ଗୋଟେ ପରୋକ୍ଷରେ କହିବା ପାଇଁ ଚାହିଁଛନ୍ତି ଭକ୍ତ ଦାସ ଯେ ଆଗାମୀ ସମୟରେ ବିଜେଡି ଆଉ ବିଜେପି ମେଣ୍ଟ ହେବ, ସେଇ ଆଡ଼କୁ ଇସାରା କରୁଛନ୍ତି, ଆଉ ଯେଉଁଟା ଏ ବର୍ତ୍ତମାନର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସୂଚାଉଛି ବୋଲି ସେ ଭକ୍ତ କରୁଛନ୍ତି। ଆମେ ତ ରାଜ୍ୟସଭାରେ ବିଜେଡ଼ି ସହିତ ନିର୍ବାଚନ ବୁଝାମଣା କରିନଥିଲୁ ନା, କଂଗ୍ରେସ ବାଲା କରିଥିଲେ। ତ ଆମେ ସେ ଯେମିତି କହିଲେ, ତ ତାଙ୍କର ଯେଉଁ ଚାରିତ୍ରିକ ଜିନିଷ ଦେଖାଯାଉଛି, ସବୁ ଅଣ ବିଜେପି ଦଳ ଯେଉଁମାନେ ବିଜେପି ବିରୁଦ୍ଧରେ ଅଛନ୍ତି ସମସ୍ତେ ଏକଜୁଟ ସେ ଇଣ୍ଡିଆ ଗଠବନ୍ଧନ କରିବେ କି କ'ଣ କରିବେ ସେମାନେ ନିଷ୍ପତ୍ତି କରିବେ। ଆମେ ତ କାହାର ସହିତ ଯିବାର ନାହିଁ ନା, ଆମେ ତ ଅଛୁ, ଆମେ ଏକୁଟିଆ ଜିତିଛୁ। ଏକୁଟିଆ ଯଦି ଆମେ ଜିତିପାରିବୁ ତାହେଲେ ଅନ୍ୟର ସାହାଯ୍ୟ ନେବାର ଆମର କ'ଣ ଆବଶ୍ୟକତା ଅଛି। ସୁଜାତା ମିଶିବା ବେଳେ ନବୀନ ବାବୁଙ୍କୁ କହିବାକୁ ପଡ଼ିଲା ଯେ ନବୀନ ବାବୁଙ୍କୁ କାହିଁକି କହିବାକୁ ପଡ଼ିଲା ଯେ 2029 ମୋ ନେତୃତ୍ୱରେ ଲଢ଼ାଯିବ, ଅନେକ ନେତା ମିଶନ କେବେ କହିନଥିଲେ। ନବୀନ ବାବୁ ନିଜେ କନଫ୍ୟୁଜ୍ଡ ଅଛନ୍ତି ଯେ କାହାର ନେତୃତ୍ୱରେ ଲଢ଼ାଯିବ, ପାର୍ଟିର ନେତୃତ୍ୱ କିଏ ନେବ, ସେଥିପାଇଁ ସେ କଥାଟା କହିଲେ। କର୍ମୀ ବର୍ତ୍ତମାନ ବି ଦ୍ୱନ୍ଦ୍ୱରେ ଅଛନ୍ତି। କର୍ମୀ ବର୍ତ୍ତମାନ କିଏ ତୁମେ କହୁଛ, ମାନେ ଅନ୍ୟମାନେ କହୁଛନ୍ତି ସୁଜାତା ମ୍ୟାଡ଼ାମ୍ ନେତୃତ୍ୱ ନେବେ, କିଏ କହୁଛି ନବୀନ ପଟ୍ଟନାୟକ ନେତୃତ୍ୱ ନେବେ। ତ ନେତୃତ୍ୱ କିଏ ନେବ ଯେ ପ୍ରଥମେ ସେମାନେ ନିଷ୍ପତ୍ତି କରିଦିଅନ୍ତୁ, ତାପରେ ଶୁଣନ୍ତୁ, ଭେଟିବାର କିଛି ମନା ଅଛି କି? କଂଗ୍ରେସ ନେତାମାନଙ୍କୁ କଂଗ୍ରେସ କର୍ମୀମାନେ ଭେଟୁନାହାନ୍ତି କି? ଲୋକ ଗ୍ରହଣ କଲେ ସେ ନା। କାର୍ତ୍ତିକେୟନର କ'ଣ ସାକ୍ରିଫାଇସ୍ ଏମିତି ଅଛି ଯେ ସୁଜାତା କାର୍ତ୍ତିକେୟନଙ୍କର ଓଡ଼ିଶାବାସୀଙ୍କ ପ୍ରତି ତାଙ୍କୁ ଗ୍ରହଣ କରିବେ? ଗୋଟିଏ କଥା କ'ଣ ସାକ୍ରିଫାଇସ୍ ଅଛି ଓଡ଼ିଶା ପ୍ରତି? ଦେଖନ୍ତୁ, ସେଇଟା ସାଧାରଣ ଅସାଧାରଣ ତାଙ୍କ ଦଳୀୟ ମ୍ୟାଟର। ଦିନେ ଯେତେବେଳେ ତାଙ୍କର ପତି ସମଗ୍ର ଓଡ଼ିଶାକୁ ପରିଚାଳନା କରୁଥିଲେ, ସେଥିରେ ସେ ଭାବୁଛନ୍ତି କି ତାଙ୍କର ପତିଙ୍କର ଜରିଆରେ ତାଙ୍କର ପତ୍ନୀ ଓଡ଼ିଶାକୁ ପରିଚାଳନା କରିବେ। ଆଉ କେବଳ ନାଁ ହେବ ସୁଜାତା କାର୍ତ୍ତିକେୟନ, କିନ୍ତୁ ଯେଉଁ ପାଣ୍ଡିଆନ ଯେଉଁ ଭଳିଆ ଶାସନ ଦୀର୍ଘ ଦିନ ଦେଇକରି ଓଡ଼ିଶାକୁ ଦେଇଥିଲେ, ସେଇଭଳିଆ ଯିବ। କେବଳ ଛାୟା ରହିବେ ସୁଜାତା, ବାକି ସବୁ କାମ କରିବେ ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କର ସମୟରେ ବି ସବୁ କାମ ତ ସେଇ କରୁଥିଲେ ନା। ତ ଏଇଟା ବିଜେଡ଼ି ପାର୍ଟି ମୋତେ ଆଗାମୀ ଦିନରେ ଉଧେଇବ ଆଉ ଭଳିଆ ଲାଗୁନି। କଂଗ୍ରେସ ଉଧେଇବନି କି ବିଜେଡ଼ି ଉଧେଇବନି। କର୍ମୀ ଅଛନ୍ତି କୁଆଡ଼େ ଯେ ଉତ୍ସାହିତ ହେବେ? କର୍ମୀ ତ ସବୁ କୁଆଡ଼େ ପଳେଇଲେଣି। କର୍ମୀ କେଉଁଠି ଅଛନ୍ତି କୁହନ୍ତୁ? ବିଜେଡ଼ି ଏବେ ର୍ୟାଲିଟି କରୁ ଭୁବନେଶ୍ୱରରେ, କେତେ କର୍ମୀ ଆଇବେ ତାଙ୍କର?
आउ जहा किछि थिला से माने जो ट्रस्ट करी करी तांकर केते टंका हेती टंका आइला को ताहले जदि ट्रस्ट रे एतिकी टंका नवीन बाबू पाखे केते टंका पांडियन बाबू पाखे केते टंका आ प्रेमचंद बाबू पाखे केते टंका प्रेमचंद बाबू पुओ पाखे केते टंका सब केते केते टंका सब अच्छी खोलताट करिवार कथा देखंतु एटा तो टसल चलिबो गोटिए लोक राति राति आसिकरी गोटे पार्टी रो नेतृत्व नहीं जीवो आ बाकी माने समस्त देखुथिबे एटा केबे भी गोटे लोक को ग्रहणीय हेबो नहीं अनेक लोक अच्छा राजा स्वयं कौन ग्रहण करदे हेमता बहुत लोक अच्छा मु सभापति स्ट्राटेजी विषय जानी नहीं किंतु बीजेपी पार्टी रे समस्ते जड़े जड़े कर्मी मनमोहन सामल भी जड़े कर्मी आ जयनारायण मिश्र भी गोटे कर्मी आ बाकी तल स्तर रे बूथ स्तर रे काम करुवा कर्मी आमे माने समस्त समन्वय रे काम करिथाउ आ गोटे समस्त गोटे सामूहिक निष्पत्ति होता है तो मत लगुनि जे किसी खराब हम जोटा मनमोहन बाबू करुँच बहुत भल करुँच आगे आउ भल हम आशा कर देखु से फाइलटा को कौन हिसाब रे बाहर कर आवश्यकता रही से फाइल जदि न मिल जदि स्वामी लक्ष्मणानंद सरस्वती हत्याकांडर कौन दिग बाहर नहीं एवं यही सरकार हेला दिनठू एवं पूर्वर भी मु तीन चारिटी हत्याकांडर विषय रे सीबीआई को दबा विषय रे मु कही आसुची एक नवदास हत्याकांड मध्य सीबीआई तदंत परिसर को आइबा कथा दुई नंबर जिनस जे स्वामी लक्ष्मणानंद सरस्वती हत्याकांड मध्य सीबीआई तदंत परिसर रे आसवा कथा आउ ये जो कलाहांडी मामिना ममिता रोटा भी ममिता एवं तार आउ जने जो जेल भितर मृत्यु हैला सेटा भी हवा कथा आउ बड़ ये महंगा ट्रिपल मर्डर कथा भी आसवा कथा ये आमर नयागढ़ जो परी हत्याकांड भी ये सब गुड़ाक तदंत पुनर्बार हवा कथा एवं जो माने प्रकृत में दोषी तार उपरे कार्यानुष्ठान हवार कथा ये फाइल टी गायब केमती हो फाइल टी मनकर गोटे फाइल मु बाहर कली डीलिंग असिस्टेंट तो से फाइलटा से कहा पाखक जाऊँगी से खातार रेजिस्टर्ड हम चोरी केमती हो मत तो कहीं विश्वास हो रही चोरी जदि हो बोले जहाँ जो मैंने चोरी करिछंती ना तो रेजिस्टर थी ना तार इमिडिएट एक्शन हमार कथा अविलंबे कार्यानुष्ठान ग्रहण करने कथा अविलंबे कार्यानुष्ठान ग्रहण कले अनेक तथ्य बाहर पुलिस कस्टडी नहीं तदंत करार कथा छानबीन हो बाहर फाइल कुआड़े जीव बाहर चिरी चारी देते कौन करेंगे किंतु फाइलटा बाहर फाइल किए नहीं कौन नहीं कौन बाहर रेकर्ड मेंटेन हुए गोटे ऑफिस रे आपण माने भी गोटे न्यूज़टे देले किए न्यूज़टा देइछि एटा कोन आपनकर रेकर्ड हो नहीं फाइलटा मानेकर फाइलटा कौ सेक्शन रे डीलिंग क्लर्क किए तार डीलिंग ऑफिसर्स किए कौन रेकर्ड नथिबो फाइलटा मानेकर किए गुटे मागिला रजिस्टर रे नथिबो किए फाइल कल्फर कला लोकर ना थो से फेरेला कि नहीं तार ना थो आमे भी किसी दिन प्रशासन रे थिलु आमे माने भी जो आमर हिसाब रे हुए तो फाइल एपट सेपट हो जाई पारे किंतु फाइल चोरी हबाटा मते कहीं ग्रहण लागू नहीं बेसिकली विशेष करी तदंत कर निश्चित भाव में जना पड़े नवीन बाबू नियंतु कि जे मुख्यमंत्री थिला बेले नियंतु फाइल जदि चोरी होती कि फाइल रो कौन सी गोटे अल्फाबेट भी चेंज कराई ताहले तार उपरे कार्यानुष्ठान ग्रहण होगा कन्स्पिरेसी बारुछंती कि जेहेतु आपण इन्वॉल्व थिले प्रशासनिक व्यवस्था रे से घटना समय रे आपण मध्ये विधायक थिले ए घटनाटा राज्य राजनीति को हस्तमोट करथिला
ଗୋଟେ କନସ୍ପିରେସି ହେଇଛି କି ଆଜ୍ଞା ବିଜେଡି ଗଭର୍ଣ୍ଣମେଣ୍ଟ ଦ ଟୋଟାଲ କନସ୍ପିରେସି ମୋତେ ଗୋଟିଏ ହତ୍ୟାକାଣ୍ଡରେ ସମ୍ପୃକ୍ତ କରାହେଇଛି ମୁଁ ଯେଉଁ ଲୋକ ମରିଛି ତାକୁ ଦେଖିବି ନାହିଁ ଏବଂ ସେ ସମୟର ଯେ ଭୀମସାରର ଡାଇରେକ୍ଟର ଅଛନ୍ତି ସେ କହୁଛନ୍ତି ସେ ସମ୍ପୂର୍ଣ୍ଣ ଭାବରେ ଠିକ୍ ଥିଲା ତାର ମୁଣ୍ଡରେ କେବଳ ଗୋଟିଏ ଆଘାତ ଥିଲା ଷ୍ଟିଜ୍ ହେବା ଭଳିଆ ଅବସ୍ଥାରେ ନଥିଲା ତାକୁ କଟକ ସିଫ୍ଟ କରିକରି ତାକୁ କେମିତି କ'ଣ କଲେ ତା ଉପରେ ବି ତଦନ୍ତ ହେବା କଥା ନା ତ ତାଙ୍କର ବିଜେଡ଼ି ଗଭର୍ଣ୍ଣମେଣ୍ଟର ସବୁ କଥା ଦେଖନ୍ତୁ ଗୋବିନ୍ଦ ସାହୁର ହତ୍ୟାକାଣ୍ଡ ମାହାଙ୍ଗା ହତ୍ୟାକାଣ୍ଡ ଏ ସବୁଗୁଡ଼ାକ ଗୋଟେ କନସ୍ପିରେସି ଭଳିଆ ଲାଗେନି ସବୁଗୁଡ଼ାକ ତାଙ୍କର ନବଦାସ ହତ୍ୟାକାଣ୍ଡ ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ଇଏ ଗୋଟେ ମାନେ ଏଇଟା ଗୋଟେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଯାଏନି ତ ଏଇଟା ଏମାନଙ୍କର ସବୁବେଳେ ମାନେ ଏ ପ୍ରକାର କରିକି ଆସିଥିଲେ ନା ଆଜି ଗୋଟେ ନୂଆ କଥା ଏମାନଙ୍କ ପାଇଁ ନୁହେଁ